କୁହନ୍ତୁ କେଉଁଥିପାଇଁ ଆସିଛନ୍ତି? ମୋ ଝିଅର ମଙ୍ଗଳ କାମନା କରିବାକୁ ଆସିଛି ଏବଂ ମୋ ସ୍ୱାମୀଙ୍କର ଦେହାନ୍ତର କାରଣ ଜାଣିବାକୁ ଆସିଛି। ଆଉ ଯେପରି ଅନୁକମ୍ପା ନିଯୁକ୍ତି ହେବାର ଥିଲା ସେ ଚାକିରି ହୁଁ ଅନୁପମା ନିଯୁକ୍ତି ହୁଁ ମୋ ନାଁରେ ତ ହେଇଯାଇଥିଲା କିନ୍ତୁ ହୁଁ ତାର ହେଇନି, ସେଇଥିପାଇଁ ଅର୍ଜି ଲଗେଇବା ହୁଁ ପାଇଁ ଆସିଥିଲି। ଭାବିଲି ଆସନ୍ତୁ ଏଇଠି ସେଇଥିପାଇଁ ଦେଖନ୍ତୁ, ଆସିଛି। ଏଠିକି ଆସନ୍ତୁ। ମଙ୍ଗଳା ଦେବୀ, ଆପଣଙ୍କର ଝିଅ ଯାହାଙ୍କର ନାମ ସନ୍ଧ୍ୟା, ତାଙ୍କ ବିଷୟରେ ଆପଣ ଜାଣିବାକୁ ଚାହାନ୍ତି ଯେ ତାଙ୍କ ଜୀବନରେ ବିଘ୍ନ କାହିଁକି ଆସୁଛି, ତଥା ଆପଣ ଜାଣିବାକୁ ଚାହାନ୍ତି ସନ୍ଧ୍ୟାଙ୍କୁ ସନ୍ତାନ ସୁଖର ପ୍ରାପ୍ତି କେବେ ହେବ, ତଥା ଯଦି ଗୃହରେ କିଛି ତନ୍ତ୍ର ବା ତାଙ୍କ ଶରୀରରେ କିଛି ତନ୍ତ୍ର ଥାଏ ତେବେ ସେଥିରୁ ମୁକ୍ତି ମିଳୁ ତନ୍ତ୍ର ବାଧାରୁ। ସ୍ୱାସ୍ଥ୍ୟ ଖରାପ କରାଯାଉଛି, ତାଙ୍କର ଗର୍ଭରେ ତନ୍ତ୍ର ବନ୍ଧନ ଲଗାଯାଇଛି। ଚିନ୍ତା କରନ୍ତୁ ନାହିଁ, ସନ୍ତାନ ସୁଖର ପ୍ରାପ୍ତି ଶୀଘ୍ର ହିଁ ହେବ, ତାଙ୍କର ଆଶୀର୍ବାଦ ଅଛି। ତଥା ଚାକିରି ଯେଉଁ ଆପଣଙ୍କ ସ୍ୱାମୀଙ୍କର ଜାଗାରେ ଯେଉଁ ଚାକିରି ଆପଣ ଚାହୁଁଛନ୍ତି ସେ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଯିବ। କିଛି ବିଘ୍ନ ଥିଲା ତନ୍ତ୍ର ବାଧା ପାଇଁ, ଲକ୍ଷ୍ମୀ ବନ୍ଧନ ପାଇଁ, ଏବେ ଅଟକିକି ରହିଛି, ହୋଇଯିବ ତାହା। ଠିକ୍ ଅଛି।